ମୁଁ ଡକ୍ଟର ସତ୍ୟମ ପାଢ଼ୀ ମୁଁ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ମେଡ଼ିକାଲ ଅଫିସର ଭାବରେ କାର୍ଯ୍ୟରତ ଅଛି। ସାର୍ ପଶ୍ଚିମବଙ୍ଗରେ ଜୁନିୟର ଡକ୍ଟର ଲେଡି ଡକ୍ଟରଙ୍କୁ ଯେଉଁଭଳିଆ ଦୁଷ୍କର୍ମ ହତ୍ୟା କରାଗଲା ସେମ୍ ଘଟଣା ଘଟିଛି ଆମର ଓଡ଼ିଶାରେ, ତାକୁ ଆପଣଙ୍କର ପ୍ରତିକ୍ରିୟା କ'ଣ ରହିବ? ଦେଖନ୍ତୁ, ପଶ୍ଚିମବଙ୍ଗର କଲିକତାର ଆର୍ଜିକର ମେଡ଼ିକାଲ କଲେଜରେ ଯେଉଁ ମହିଳା ଟ୍ରେନି ଡାକ୍ତରଙ୍କ ସହିତ ଯେଉଁ ଗଣ ଦୁଷ୍କର୍ମ ଏବଂ ହତ୍ୟା କରାଗଲା ତାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ସଭ୍ୟ ସମାଜରେ ବହୁତ ଜଘନ୍ୟ ଅପରାଧ ଭାବରେ ଆମେମାନେ ଜାଣିଛୁ ଏବଂ ଏଥିପାଇଁ ସିବିଆଇକୁ ମାନ୍ୟବର କଲିକତା ପଶ୍ଚିମବଙ୍ଗ ହାଇକୋର୍ଟ ସିବିଆଇକୁ ଦାୟିତ୍ୱ ଦେଇଛନ୍ତି ଏହାର ତଦନ୍ତ କରିବା ପାଇଁ। ଆମର ଆଶା ଯେ ସିବିଆଇ ତୁରନ୍ତ ପଦକ୍ଷେପ ନେଇ ଏହାର ସତ୍ୟାସତ୍ୟ ଯାଞ୍ଚ କରିକି ଦୋଷୀକୁ ଜଲ୍ଦି ଧରିବା ସହିତ କଠୋରରୁ କଠୋର ଦଣ୍ଡ ଦେବା ପାଇଁ ଆମେ ସରକାରଙ୍କ ନିକଟରେ ନିବେଦନ କରୁଅଛୁ। ସେମ୍ ଘଟଣା ଆମର କଟକ ଏସ୍ସିବିରେ ବି ଘଟିଛି। ହଁ, ଏସ୍ସିବି ମେଡ଼ିକାଲ କଲେଜରେ ବି ଯେଉଁ ଘଟଣା ଘଟିଲା ତାହା ବି ଅତ୍ୟନ୍ତ ନିନ୍ଦନୀୟ। ଯେଉଁମାନେ ବି ଏଥିରେ ଜଡ଼ିତ ଅଛନ୍ତି ସେମାନଙ୍କୁ ବି ତୁରନ୍ତ ଦଣ୍ଡ ପ୍ରଦାନ କରାଯାଉ, ଏହା ଆମର ଅନୁରୋଧ। ମୋ ନାଁ କେଶବ ଚନ୍ଦ୍ର ବିଶ୍ୱାଳ, ମୁଁ ରାଜକନିକା କହୁଛି। କ'ଣ କହିବେ ଯେଉଁ জুনিয়র ডক্টরকে ধর্ষণ করে হত্যা করা হয়েছে বাবদে କ'ଣ କହିবে? আচ্ছা, আমি একটু বাংলায় বলছি। সেটা হচ্ছে, আমি কলকাতায় চাকরি করতাম কেএমডিএতে। আমি রিটায়ার করেছি এবং আরজিকর হসপিটালে যে দুষ্কর্ম হয়েছি মহিলা ডক্টর জনে ଦୁଃଖଦାୟକ ବ୍ୟାପାର ଏବଂ ଯେଉଁମାନେ ଆମକୁ ବଞ୍ଚାଇବେ ସେଇମାନଙ୍କ ପାଇଁ ଆମର ମାନେ ପଶ୍ଚିମବଙ୍ଗ ସରକାର, ତୃଣମୂଳ ସରକାର ମୂଳତଃ ଦାୟୀ ଏବଂ ତା ସାଙ୍ଗରେ କେନ୍ଦ୍ରୀୟ ସରକାର ମଧ୍ୟ ଦାୟୀ ରହିବେ। এইଭଳି ଦୁଷ୍କର୍ମ ଘଟଣା ହେବା ବାଞ୍ଛନୀୟ ନୁହେଁ ଏବଂ ଆମ ଓଡ଼ିଶାରେ ଦୁଇଟି ମହିଳା ଦୁଷ୍କର୍ମରେ ହେଇଛନ୍ତି। ମୁଁ ସେଗୁଡ଼ାକୁ ପ୍ରତିବାଦ କରୁଛି ଏବଂ କେନ୍ଦ୍ର ରାଜ୍ୟ ସରକାର ଉଭୟଙ୍କୁ ଦାୟୀ କରିବି ଏବଂ ଏହାର ତୁରନ୍ତ ବିଚାର କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆହେଉ ଏବଂ ତୁରନ୍ତ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ, ମୋର ଆବେଦନ ସରକାର ଏବଂ ପ୍ରଶାସନକୁ, ଏବଂ ଯେହେତୁ କୋର୍ଟ ନିର୍ଦ୍ଦେଶରେ ତଦନ୍ତ ହେଉଛି ফাঁসি ହେଉ। ଯେଉଁମାନେ ଏ ଦଣ୍ଡନୀୟ ମାନେ ସାଂଘାତିକ ଅପରାଧ, ଏ ଅପରାଧର କ୍ଷମା ନାହିଁ, ତାଙ୍କୁ ଫାঁସି ହେବା ଦରକାର।